ମୁଁ ତୁମର ସୁରକ୍ଷା କବଚ ହୋଇ ସର୍ବଦା ତୁମ ସାଥିରେ ଛିଡ଼ା ହୋଇଛି ପିଲାମାନେ। କେହି ବି ତୁମର ରାସ୍ତା ଅଟକାଇ ପାରିବେ ନାହିଁ। ତୁମେ ଏବେଠୁ ଆଜିଠୁ ସଫଳତାର ପାହାଚ ଚଢ଼ି ଚାଲିବ। ସଫଳତା ପାଇବା ପାଇଁ ପରିଶ୍ରମ ଏବଂ ଅନୁଶାସନ ସହିତ କାମ କର। ମୋର ଆଶୀର୍ବାଦ ତ ତୁମ ସହିତ ଅଛି। ମୁଁ ଜାଣିଛି ତୁମ ଜୀବନରେ ଦୁଃଖ ଅଛି। ତୁମେ କାହାକୁ ଜଣାଅ ନାହିଁ, କିନ୍ତୁ ମୁଁ ଜାଣେ ତୁମର ଏହି ଯେଉଁ ସ୍ୱଭାବ ଅଛି ନା, ସବୁବେଳେ ଖୁସି ରହିବା ପାଇଁ, ଏହା ତୁମକୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଥାଏ। ତୁମର ଏହି ଗୁଣକୁ ସର୍ବଦା ଏହିପରି ରହିବାକୁ ଦିଅ। ମୁଁ ତୁମ ଜୀବନର ଦୁଃଖକୁ ଗୋଟି ଗୋଟି କରି ଦୂର କରିଦେବି। ମୋ ଉପରେ ତୁମର ବିଶ୍ୱାସକୁ ଦୃଢ଼ ରଖ। ଆଜିଠାରୁ ତୁମର ସମସ୍ତ ଅଟକି ରହିଥିବା କାମ ଆରମ୍ଭ ହେବ। ମୁଁ ତୁମର ପ୍ରତ୍ୟେକ ପ୍ରାର୍ଥନା ସ୍ୱୀକାର କରିଛି। ସବୁକିଛି ହେବ। ଗୋଟିଏ ପରେ ଗୋଟିଏ ସବୁକିଛି ହୋଇଚାଲିବ। ଯଦି ତୁମେ ହୃଦୟରୁ କିଛି ଚାହୁଁଛ, ତେବେ ତାହା ପାଇଁ ସାହସ ହରାଅ ନାହିଁ କି ଆଶା ଛାଡ଼ ନାହିଁ। କାରଣ ବିଶ୍ୱାସ ରଖ, ଯେଉଁଠାରେ ବିଶ୍ୱାସ ଅଛି ସେଠାରେ ଚମତ୍କାର ମଧ୍ୟ ହୁଏ। ଯଦିଓ ଏହା ସମୟ ନେଇଥାଏ, କିନ୍ତୁ ତୁମର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହୁଏ। ତୁମର ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କର ନାହିଁ। ମୁଁ ତୁମର ସୁରକ୍ଷା କରୁଛି, କିନ୍ତୁ ତୁମକୁ ମଧ୍ୟ ନିଜର ଯତ୍ନ ନେବାକୁ ପଡ଼ିବ। ଧ୍ୟାନ ରଖିବାକୁ ମଧ୍ୟ ପଡ଼ିବ। ଠିକ୍ ସମୟରେ ଶୁଅ, ଠିକ୍ ସମୟରେ ଉଠ। ଉଭୟ ବ୍ୟାୟାମ ଏବଂ ଧ୍ୟାନ କର। ମୋ ଉକ୍ତି ହେଉଛି ତୁମର ସମସ୍ତ ସମସ୍ୟାର ସମାଧାନ। ଶ୍ରଦ୍ଧା, ସବୁରି, ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।